ସୁଭଦ୍ରା ଯୋଜନା ମୁଖ୍ୟ ଖବର। ଅର୍ଥ କିସ୍ତି ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ସୁଭଦ୍ରା ଯୋଜନାର ଅର୍ଥ ପର୍ଯ୍ୟାୟ ଟଙ୍କା ପ୍ରଥମ କିସ୍ତିର ଅବଶିଷ୍ଟ ନୂଆବର୍ଷ ଅର୍ଥାତ୍ ଜାନୁଆରୀ 15 ତାରିଖ ପରେ ମିଳିବା ନେଇ ସମ୍ଭାବନା ରହିଛି। ଯେଉଁ ଯୋଗ୍ୟ ମହିଳାମାନେ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ପାଇନାହାନ୍ତି ସେମାନଙ୍କ ଖାତାକୁ ଏହି ସମୟରେ ଟଙ୍କା ଆସିପାରେ। ଏନ୍ପିସିଆଇ ଏବଂ ଇକେୱାଇସି ସମସ୍ୟା। ଅନେକ ମହିଳାଙ୍କର ଏନ୍ପିସିଆଇ ବ୍ୟାଙ୍କ ଡିବିଟି ଏବଂ ଇକେୱାଇସି ସମସ୍ୟା ଯୋଗୁଁ ଟଙ୍କା ଅଟକି ରହିଛି। ସରକାରଙ୍କ ତରଫରୁ ବାରମ୍ବାର କୁହାଯାଉଛି ଯେ ତୁରନ୍ତ ନିଜ ବ୍ୟାଙ୍କକୁ ଯାଇ ଆଧାର ସିଡିଂ ଏବଂ ଏନ୍ପିସିଆଇ ମ୍ୟାପିଂ ଯାଞ୍ଚ କରନ୍ତୁ, ଯାହାଫଳରେ ଆଗାମୀ କିସ୍ତି ମିଳିବାରେ ଅସୁବିଧା ହେବନି। ନୂତନ ଆବେଦନ। ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି କିମ୍ବା ବୟସ କାରଣରୁ ବାଦ ପଡ଼ିଥିଲେ ସେମାନଙ୍କ ପାଇଁ 2025 ବିନା 26 ଆର୍ଥିକ ବର୍ଷ ପାଇଁ ପୁଣି ସୁଯୋଗ ମିଳିବ। 01/04/2025 ସୁଦ୍ଧା ଯେଉଁ ମହିଳାମାନଙ୍କୁ 21 ବର୍ଷ ହେବ ସେମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଅଙ୍ଗନବାଡ଼ି ସର୍ଭେ। ଯେଉଁ ଯୋଗ୍ୟ ହିତାଧିକାରୀମାନେ ଏପର୍ଯ୍ୟନ୍ତ ବାଦ ପଡ଼ିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଘରକୁ ଘର ବୁଲି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ସୂଚନା। କ୍ୱିକ୍ ରେଫରେନ୍ସ ଟେବୁଲ। ବିଷୟ ବିବରଣୀ। ଆଗାମୀ କିସ୍ତି ଜାନୁଆରୀ 15, 2026 ପରେ ସମ୍ଭାବ୍ୟ। କାହାକୁ ମିଳିବ? ଯୋଗ୍ୟ ହିତାଧିକାରୀ ଯେଉଁମାନେ ଟଙ୍କା ପାଇନାହାନ୍ତି କ'ଣ କରିବେ? ବ୍ୟାଙ୍କରେ ଇକେୱାଇସି ଏବଂ ଏନ୍ପିସିଆଇ ସଚଳ କରନ୍ତୁ। ହେଲ୍ପଲାଇନ୍ ନମ୍ବର 14678। ଟିପ୍ପଣୀ। ସରକାରୀ ୱେବସାଇଟ sabhadra.odisha.gov.in ରେ ଆପଣ ନିଜର ଆବେଦନ ସ୍ଥିତି ଆପ୍ଲିକେସନ ଷ୍ଟେଟସ୍ ଯାଞ୍ଚ କରିପାରିବେ।